ଶୀତ ଦିନ ଗଲା ସରି ଖରା ଦିନେ ଖରାଟା ଟାଣୁଆ ଭାରି। ଖରା ଗରମରେ ଥଣ୍ଡା ଥଣ୍ଡା ପାନୀୟ ଦ୍ରବ୍ୟର ଦରକାର। ଆସନ୍ତୁ ବନେଇବା କମଳା ରସରେ ରସନା ପାଉଡର। ବିନା ଚିନି ବିନା ରଙ୍ଗରେ ବର୍ଷ ସାରା ପିଅନ୍ତୁ ବନେଇକି ଥରେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ବିନା ଚିନି ବିନା ରଙ୍ଗରେ ସବୁଠୁ ସହଜ ଉପାୟରେ ଆସନ୍ତୁ ରସନା ପାଉଡର ଘରେ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଖରାଦିନ ଆଗକୁ ଆସୁଛି, ଆପଣମାନେ ସେଥିପାଇଁ ଏବେଠୁ ଯଦି ରସନା ପାଉଡର କରିକି ରଖିଦେଇଥିବେ ନା, ଖରାଦିନ ସାରା ମନ ଇଚ୍ଛା ପିଇ ପାରିବେ। କାହିଁକି ନା ବିନା ଚିନି ବିନା ରଙ୍ଗ, ବହୁତ ହେଲ୍ଦି। ଏମିତିରେ କମଳା ରସରେ ଏତେ ଭିଟାମିନ୍ ସି ଅଛି। ଆପଣମାନେ ପ୍ରତ୍ୟେହ କମଳା ଖାଇବା କଥା, କିନ୍ତୁ ଆପଣମାନେ ଖରାଦିନେ ଯଦି କମଳା ରସ ପିଇବାକୁ ଚାହୁଁଥାନ୍ତି ତାହେଲେ ଏମିତି ପ୍ରସ୍ତୁତ କରିକି ରଖନ୍ତୁ। ରସନା ପାଉଡର ଯେତେ ମନ ଇଚ୍ଛା ସେତେ ଆପଣମାନେ ଗୋଳେଇକି ପାଣିରେ ପିଅନ୍ତୁ। ଏବେ ତାହେଲେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଏଠି ଦେଖନ୍ତୁ ମୁଁ ଏଠି ନେଇଛି 3ଟା କମଳା। ତାଜା କମଳା ନେବେ। କମଳାକୁ ପ୍ରଥମେ ଭଲ ଭାବରେ ଧୋଇଦେବେ। କମଳାର ଚୋପାକୁ ବିଲକୁଲ ଫୋପାଡ଼ିବେନି। କମଳାଠୁ କମଳା ଚୋପାର ଦାମଟା ବେଶୀ ଅଧିକ। ଆପଣମାନଙ୍କୁ ଆଉ ଗୋଟେ ଭିଡ଼ିଓରେ ମୁଁ ଦେଖେଇବି ଆପଣମାନେ କମଳା ଚୋପାକୁ କେମିତି ଅତି ଦରକାରୀ ଜିନିଷଟେ ପ୍ରସ୍ତୁତ କରିପାରିବେ। ବହୁତ ମୂଲ୍ୟବାନ ବଜାରରେ ତାର ମୂଲ୍ୟ। ଯେହେତୁ ଆମେ ଆଜି କେବଳ ରସନା ପାଉଡରର ପ୍ରସ୍ତୁତ କରିବା, ଏବେ ଦେଖନ୍ତୁ ରସନା ପାଉଡର ଅତି ସହଜରେ କେମିତି ଆମେ ଘରେ ପ୍ରସ୍ତୁତ କରିପାରିବା। ପ୍ରଥମେ ଆମେ ଗୋଟେ ପାତ୍ର ନେବା, ତା ଉପରେ ଗୋଟେ ଚା ଛଣାଟେ ରଖିଦେବା। ତା ଉପରେ ଆମେ କ'ଣ କରିବା ନା, କମଳାକୁ 2 ଭାଗ କରିକି କାଟିଥିବା ମଝିରୁ ଏମିତି ପୁରା ଭଲ ଭାବରେ ଚୁପୁଡ଼ି ଦେବେ। ଚୁପୁଡ଼ି ସାରିବା ପରେ ଦେଖନ୍ତୁ ଆରାମରେ ତାର ଭିତରେ ଯେଉଁ ଧଳା ଧଳା ଅଂଶ ଅଛି ତାକୁ ଭଲ ଭାବରେ କାଢ଼ିଦେବେ। ଏଠି ଆମର ଅତି ଦରକାରୀ ଜିନିଷ ହେଲା କମଳା ରସ, ଆଉ ଦ୍ୱିତୀୟ ଦରକାରୀ ଜିନିଷ ହେଲା କମଳାର ଚୋପା। ଦେଖନ୍ତୁ ଏଇ ଚୋପାକୁ ବିଲକୁଲ କେବେ ବି ଫୋପାଡ଼ିବେନି। ଏଇ ଚୋପାକୁ ଆମେ ରଖିଦେବା। ଏବେ ପରବର୍ତ୍ତୀ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଏଇ ଚୋପାରେ କେତେ ସୁନ୍ଦର ଜିନିଷଟେ ଆପଣମାନେ ପ୍ରସ୍ତୁତ କରିପାରିବେ, ଅତି ଦରକାରୀ। ଏବେ ଦେଖନ୍ତୁ ଆମେ କମଳାର ରସକୁ ଏଠି ସଂଗ୍ରହ କରିଦେବା, ଆଉ ଯେତେ ମଞ୍ଜି ତାକୁ ସବୁ ବାହାର କରିକି ଫୋପାଡ଼ି ଦେବା। ଏଠି ଆମର ଦରକାରୀ ଜିନିଷ ହେଲା କେବଳ କମଳାର ରସ। ଏଠି ଦେଖନ୍ତୁ 3ଟା କମଳାରୁ ଏତିକି ରସ ବାହାରିଛି। ଆଉ ରଙ୍ଗ ଦେଖୁଛନ୍ତି ନା କେତେ ସୁନ୍ଦର ରଙ୍ଗ ଆସିଛି, କିନ୍ତୁ ଶୁଖିଗଲା ପରେ ତାର ରଙ୍ଗଟା ଟିକେ କମିଯାଏ। ଏଠି ଆମେ କ'ଣ କରିବା ନା, ଯେତିକି କମଳା ରସ ନେଇଥିବା ତାକୁ ଗୋଟେ ଗିନାରେ ମାପିକି ନେବା। ମାପିକି ନେବେ, ବଢ଼ିଆ ଭାବରେ ପ୍ରସ୍ତୁତ କରିପାରିବେ। ନହେଲେ ଗଡ଼ବଡ଼ ହେଇଯିବ ଯଦି ଆପଣମାନେ ମାପ ଏପଟ ସେପଟ କରିଦେବେ। ଏଠି ଦେଖନ୍ତୁ ଗୋଟେ ଛୋଟ ଗିନାରେ ଗିନେ ନେଇଛି ମୁଁ ଏଠି କମଳା ରସ। ତା ସହିତ ଆଉ ଅଳ୍ପ, ଦେଖନ୍ତୁ କେତେ କମ୍, ମାନେ 1.5 ଗିନା ବି ନୁହଁ, 1/4 ହେଇଛି ଗିନା। ତାମାନେ ଗୋଟେ ଗିନା ଆଉ 1/4 ଗିନା ଏଠି ନେଇଛି କମଳା ରସ। ଗୋଟେ ବଡ଼ ଥାଳିରେ ଏମିତି ଖେଳେଇକି ନେଇଯିବେ। ଯେହେତୁ ଆମେ ହେଲ୍ଦି ୱେରେ ପ୍ରସ୍ତୁତ କରିବା, ବିଲକୁଲ ଚିନିର ବ୍ୟବହାର କରିବାନି, ଆମେ ଏଠି ମିଶ୍ରିର ବ୍ୟବହାର କରିବା। ମିଶ୍ରିକୁ ମୁଁ ନେଇକି ଏଠି ଭଲ ଭାବରେ ଟିକେ ଗୁଣ୍ଡ କରିଦେବି। ଗୁଣ୍ଡ କରିକି ନେଲେ ଆମେ ଜାଣିପାରିବା ପରିମାଣଟା କେତେ। ଆପଣମାନେ ବିଲକୁଲ ଚିନିର ବ୍ୟବହାର କରନ୍ତୁନି। ଏମିତି ମିଶ୍ରି ନେଲେ ଖରାଦିନେ ମିଶ୍ରି ପେଟକୁ ଥଣ୍ଡା ରଖେ। ଆପଣମାନେ ଖରାଦିନେ ଯେତେ ଇଚ୍ଛା ସେତେ ପିଇପାରିବେ। ଆଉ ଖରାଦିନେ ତ ବହୁତ ଶୋଷ ଲାଗେ। ଆପଣମାନେ ଏମିତି ରସନା ପାଉଡର ହେଲ୍ଦି ୱେରେ ପ୍ରସ୍ତୁତ କରିକି ସବୁବେଳେ ମଧ୍ୟ ପିଇପାରିବେ। ଏଠି ଦେଖନ୍ତୁ ଆମେ ମିଶ୍ରିକୁ ଭଲ ଭାବରେ ଗୁଣ୍ଡ କରି ସାରିବା ପରେ ଏଇ କମଳା ରସରେ ମିଶାଇବା। ଯେତିକି କମଳା ରସ ନେଇଥିବେ ତାର 2 ଗୁଣ ନେବେ ମିଶ୍ରିର ଗୁଣ୍ଡ। ଆଉ ଯଦି ଆପଣମାନେ ଚିନି ନେଉଥାନ୍ତି ତାହେଲେ ତାର 2 ଗୁଣ ମଧ୍ୟ ଚିନି ନେବେ। ଚିନିକୁ କିନ୍ତୁ ଗୁଣ୍ଡ କରିବେନି, ଗୋଟା ପକାଇବେ। ଏଠି ମୁଁ ଯେହେତୁ ମିଶ୍ରି ନେଇଛି, ପରିମାଣ ଜାଣିବା ପାଇଁ ମୁଁ ସେଥିପାଇଁ ଗୁଣ୍ଡ କରିକି ନେଇଛି। ଏଠି ଦେଖନ୍ତୁ କମଳା ରସ ଯେତିକି ନେବା ତାର 2 ଗୁଣ ନେବା ମିଶ୍ରିର ଗୁଣ୍ଡ। କମଳା ରସ ଏଠି ଗୋଟେ ଗିନା ପାଇଁ ମୁଁ ନେଇଛି 2 ଗିନା ମିଶ୍ରି ଗୁଣ୍ଡ, ଆଉ 1/4 ହୋଇଥିଲା ତା ପାଇଁ ଅଧା ଗିନା। ଏମିତି ସମୁଦାୟ 2.5 ଗିନା ମୁଁ ନେଇଛି ଏଠି ମିଶ୍ରିର ଗୁଣ୍ଡ। ମିଶ୍ରିର ଗୁଣ୍ଡ ଦେଇ ସାରିବା ପରେ କମଳା ରସ ସହିତ ହାଲକା ହାଲକା ଗୋଳେଇବା। ବିଲକୁଲ ଭଲ ଭାବରେ ଫେଣ୍ଟିବାନି, ଏମିତି ହାଲକା ହାଲକା କରିକି ଖାଲି ମିଶାଇ ଦେବା। ଏମିତି ମିଶାଇ ସାରିବା ପରେ ଟାଣ ଖରାରେ ଆପଣମାନେ ଶୁଖାଇ ଦେବେ। ଆଉ 3-4 ଦିନ ଖଣ୍ଡେ ଲାଗିବ, ଟିକେ ଅଧିକ ସମୟ ବି ଲାଗିପାରେ ଖରାକୁ ଦେଖିକି। ଏବେ ତ ଖରା ବହୁତ ବଢ଼ିଆ ହେଉଛି। ପ୍ରତିଦିନ ଆପଣମାନେ ଖରାରେ ରଖିବେ। ଯେତେବେଳେ ଖରା କମିଯିବ, ମାନେ ସୂର୍ଯ୍ୟାସ୍ତ ପରେ ଆପଣମାନେ ପୁଣି ଘରକୁ ଆଣିଦେବେ। ତାପରେ ପୁଣି ତା ପରଦିନ ଖରାରେ ଶୁଖାଇବେ। ସୂର୍ଯ୍ୟ ଉଦୟଠୁ ନେଇକି ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଆପଣମାନେ ଖରାରେ ରଖିଦେବେ। ଆଉ ସନ୍ଧ୍ୟାବେଳକୁ ଘରକୁ ଆଣିବେ। ଆଉ ଯେତେବେଳେ ଆକୁ ରଖିବେ ବାହାରେ, ଗୋଟେ ମଶାରୀ ହେଉ କିମ୍ବା ଗୋଟେ ପତଳା କପଡ଼ା ତା ଉପରେ ଘୋଡ଼େଇ ଦେବେ, ଯାହାଫଳରେ କି ଧୂଳି ସେତେ ତା ଭିତରକୁ ଆସିପାରିବନି କିମ୍ବା ମାଛି ବି ବସିପାରିବନି। ଆପଣମାନେ ଏମିତି ହେଲ୍ଦି ଆଉ ହାଇଜେନିକ୍ ୱେରେ ଘରେ ପ୍ରସ୍ତୁତ କରିପାରିବେ। କିନ୍ତୁ ବଜାରରୁ ଯେଉଁ ଆଣୁଛନ୍ତି ରଙ୍ଗ ମିଶୁଛି,
देखिथिबे रसना पाउडर केते ऑरेंज कलर आसे पूरा रंग मिसा होइके आसे देह पई बिल्कुल भल नाही। आपण माने घरे एमिति प्रस्तुत करंतु। एठी देखंतु आमे खरारे ताकू रखी दबा आ जो कमळार चोपा रहिला कमला चोपा भितर जो धड़ा अंश थाए ताकू आमे बाहर करदेबा आउ ए कमला चोपा को भी सुखई देबा। ए कमला चोपा सुखी गला परे मु आपण मानको देखिबी गोटे सुंदर जिनिसटे केमिति मु प्रस्तुत करिछि। एबे किंतु देखंतु कमलार रस एठी मिश्री गुंड सहित 4-5 दिन भितरे बढ़िया भाबरे सुखी जाइछि। एठी सुखी गला परे आपण माने पिठा खडिका सहायरे एमिति खाली टिके देखंतु टिके खाली प्रेस करदेबे बढ़िया भाबरे सब छाड़ी जिवो। आउ जदि देखिबे टिके भी हल्का ओदालिया लागुथिबो ताहले आउ गोटे दिन मध्य सुखेबे। पूरा पूरी सुखिबा दरकार। जेते भलरे सुखिबो आपण माने हातरे धरिले जानि परिबे पूरा झुरझुरा हेकि जेते बेले रहिबो सेते बेले जानिबे एई जो रसना पाउडर बढ़िया भाबरे प्रस्तुत हे जिवो। किंतु हल्का ओदा थिला बेले बिल्कुल ताकू गुंड करिबेनी नहले पुणी जल्दी नष्ट हो जिवो बा पानी पानी हे जिवो। एठी देखंतु आकु आमे पिठा खडिकारे टिके प्रेस करिकि सब काढिला परे आ गोटे दिन खरा दे देबा। एठी पूरा झुरझुरा हे जाइछि हमर एई रसना पाउडर रो गुंड। एबे दरदर गुंड को आमे आउ थरे ग्राइंडिंग जार रे देकी बढ़िया भाबरे गुंड कर देबा। एठी देखंतु केते सुंदर भाबरे गुंड हे जाइछि। एथिरे हमर आउ किछि भी जिंस मिसेबार नाही। मात्र 2टी सामग्री रे आपण माने एमिति रसना पाउडर घरे प्रस्तुत करंतु। सबुठु सहजरे आ सबुठु सस्तारे ता सहित हेल्दी भी आ टेस्टी भी जबरदस्त। एबे देखंतु तार रंगटा पूरा धड़ा भळा देखा जाउछि हल्का टिके येलोइश कलर आसीबो। नाटा सिना ऑरेंज पाउडर बा कमलार रसरे तयारी किंतु कमला रंग बिल्कुल आसीबनी हल्का हळदिया रंग आसीबो। किंतु पूरा पूरी हेल्दी वे रे मु आपण मानको गोटे कमला रंग मिसेकी देखैबी बहुत बढ़िया देखा जिवो पूरा पूरी रसना पाउडर रंग परी। एबे देखंतु हमर रसना पाउडर पूरा पूरी रेडी ही गला ऑरेंज रो रसना पाउडर। एबे हमें ताको गोटे वर्ष पर्यंत एमिति काच बोतल रे रखी के बाहर रखी परिबा बिल्कुल नष्ट होबनी। जेते बेले आपण मानको रसना पीबा को इच्छा हबो आपण माने गोटे ग्लास नेबे सेथिरे 2 बड़ चामच ए रसना पाउडर को दे देबे तापरे पानी मिसे देबे। खरा दिन होइतिले बरफ मिसेबे किछि बहुत बढ़िया लागिबो। बास्ना तो बहुत बढ़िया होछि। एठी देखंतु हल्का हळदिया रंग आसीछि किंतु पूरा पूरी हेल्दी वे रे आमे एथिरे ऑरेंज कलर मिसेबा। केमिति देखंतु आपण मानको एमिति ऑरेंज कलर रो गाजर वर्ष सारा मिली जाउथिबो। आपण माने गाजर को भलो भाबरे धोइकी चोपा छडे देबे तापरे ताको पतला वाला ग्रेटर रे कोरी देबे आउ चा छणा रे भलो भाबरे चापी चापी तार रस बाहर कर देबे। एई रसटा को जदि आपण माने मिसेबे पूरा पूरी रसना पाउडर रंग जेमिति सेमिति रंग हो जिवो। एमिति रे आमे जे कोनोसे खाद्य बा पानीय नै थांती प्रथमे आखि रे खाइ थांती ता माने आखि को जो जिनसटा सुंदर देखा जिवो तापरे खाइबार स्पृहटा आहुरी बढ़ी जिवो। सेथि पई आपण माने एमिति सीधा सळक पी परिबे बिना रंग रे। जदि आपण मानको रंग दरकार कमलार रस जेहेतु कमला रंग दरकार ताहाले आपण माने हेल्दी जूस माने गाजर रो जूसटा मिसई पारिबे नचेत आपण माने सेमिति भी पी पारिबे स्वाद बहुत बढ़िया रहिबो। आपण माने थरे एमिति प्रस्तुत करंतु देखंतु केते सुंदर रंग आसिला जेमिति रसना पाउडर आपण माने बाजार रे व्यवहार करंती जो रसना पाउडर रंग सेमिति स्वाद ताठू भी बढ़िया हेल्दी भी ताठू बढ़िया। बिना रंग बिना चीनी रे भी एते सुंदर रसना पाउडर आपण माने घरे एमिति प्रस्तुत करंतु खरा दिन सारा पियंतु आ समस्तंको पियंतु। बरफ किछि मिसे देबे अतिथि मानको मध्य चर्चा करि परिबे। आजिर प्रस्तुति आपण मानको केमिति लागिला विनम्रतार सहित अनुरोध निश्चय जणैबे। भल लागिथिले लाइक शेयर सब्सक्राइब कर देबा सहित हाइप मध्य करि देबे। तेबे आजि पई एतिकी पुणी देखाबा आ गोटे चलचित्र रे आ गोटे व्यंजन सहित। जय जय जगन्नाथ।